କଳ୍ପନା କରନ୍ତୁ ଆପଣ ଘର ପଦାକୁ ଗୋଡ଼ କାଢ଼ିଲେ ଆଉ ହଠାତ୍ ଲାଗିଲା ଯେମିତି କିଏ ଆପଣଙ୍କ ମୁହଁ ପାଖରେ ଗୋଟେ ବଡ଼ ହିଟର ଅନ୍ କରିଦେଲା। ଆରେ ବାପରେ, ହଁ ସତରେ ଏବେ ଅବସ୍ଥା ପୁରା ସେମିତି ହିଁ ଅଛି। ବିଲକୁଲ। ଆଜି ହେଉଛି 26 ଏପ୍ରିଲ 2026 ଆଉ ଆମର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ମୁଁ ଯଦି ଆଜିର ଡିଜିଟାଲ ଟ୍ରେଣ୍ଡ କଥା କହିବି, ମାନେ ଇଣ୍ଟରନେଟରେ ଲୋକେ ବର୍ତ୍ତମାନ କ'ଣ ସବୁଠୁ ଅଧିକ ସର୍ଚ୍ଚ କରୁଛନ୍ତି। ନିଶ୍ଚୟ ଖରା ବିଷୟରେ ଖୋଜୁଥିବେ ନା? ହଁ, ଓଡ଼ିଶାର ଏହି ଭୟଙ୍କର ଗ୍ରୀଷ୍ମ ପ୍ରବାହ ତ ସବୁଠୁ ଉପରେ ଅଛି। କିନ୍ତୁ ତା ଛଡ଼ା ଆଉ କିଛି ଆଶ୍ଚର୍ଯ୍ୟଜନକ ଜିନିଷ ବି ଟ୍ରେଣ୍ଡ କରୁଛି। ଯେମିତିକି କୃଷିକ୍ଷେତ୍ର ପାଇଁ କୋଟି କୋଟି ଟଙ୍କାର ନୂଆ ଘୋଷଣା, ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଉ ଡିଲିମିଟେସନ ବା ସୀମା ନିର୍ଦ୍ଧାରଣକୁ ନେଇ ସଂଘର୍ଷ। ଆଉ କ୍ରିକେଟ ଆଇପିଏଲର ସେ ରେକର୍ଡ ଭଙ୍ଗା ମ୍ୟାଚ୍ କଥା ବି ଲୋକେ ବହୁତ ଖୋଜୁଛନ୍ତି ବୋଧହୁଏ। ଏକଦମ ଠିକ୍। ଆଇପିଏଲରେ ସେ ଅସମ୍ଭବ ରନ୍ ଚେସ୍। ମାନେ ବାହାରୁ ଦେଖିଲେ ଲାଗିବ ଏସବୁ ଖବର ଭିତରେ କିଛି ବି ସମ୍ପର୍କ ନାହିଁ। କିନ୍ତୁ ମୋତେ ଲାଗୁଛି ଏହା ଭିତରେ ଗୋଟେ ବହୁତ ବଡ଼ ସମାନତା ଲୁଚି ରହିଛି। ଜାଣିଛନ୍ତି, ସେହି ସମାନତାଟି ହେଉଛି ଚାପ ବା ଷ୍ଟ୍ରେସ୍। ଯଦି ଆମେ ଟିକେ ଗଭୀରକୁ ଯାଇ ବିଶ୍ଳେଷଣ କରିବା ନା, ତେବେ ଦେଖିବା ଯେ ବର୍ତ୍ତମାନ ଆମର ପ୍ରତ୍ୟେକ ବ୍ୟବସ୍ଥା ବା ସିଷ୍ଟମ ଏକ ଅତ୍ୟଧିକ ଚାପ ଦେଇ ଗତି କରୁଛି। ହଁ, ମାନେ ପ୍ରକୃତିଠୁ ଆରମ୍ଭ କରି ପଲିଟିକ୍ସ ପର୍ଯ୍ୟନ୍ତ। ବିଲକୁଲ। ଗୋଟିଏ ପଟେ ପରିବେଶର ଏହି ଅସ୍ୱାଭାବିକ ଆଚରଣ ଆମର ଭିତ୍ତିଭୂମିକୁ ଦୁର୍ବଳ କରୁଛି। ଅନ୍ୟପଟେ ଦେଶର ରାଜନୈତିକ ଢାଞ୍ଚା ନିଜର ଭାରସାମ୍ୟ ରକ୍ଷା କରିବା ପାଇଁ ସଂଘର୍ଷ କରୁଛି। କିନ୍ତୁ ଏସବୁ ଭିତରେ ବି ମଣିଷ ଖେଳ ପଡ଼ିଆରେ ଆଉ ନୂଆ ଶିଳ୍ପ ବିକାଶରେ ନିଜର ପୁରୁଣା ସୀମାକୁ ଭାଙ୍ଗି ଆଗକୁ ବଢ଼ୁଛି। ସତରେ। ତେବେ ଆସନ୍ତୁ ଆଜିର ସବୁଥର ଜ୍ୱଳନ୍ତ ପ୍ରସଙ୍ଗରୁ ହିଁ ଆରମ୍ଭ କରିବା, ଆମର ପାଣିପାଗ। ରିପୋର୍ଟ କହୁଛି ଯେ ରାଜ୍ୟର 18ଟି ପ୍ରମୁଖ ସହରରେ ତାପମାତ୍ରା 40 ଡିଗ୍ରୀ ଟପିଗଲାଣି। ହଁ, ଆଉ ଝାରସୁଗୁଡ଼ାରେ ତ ଅବସ୍ଥା ଆହୁରି ଖରାପ। ଭାବନ୍ତୁ ଥରେ, ଝାରସୁଗୁଡ଼ାରେ 44.1 ଡିଗ୍ରୀ। ୟା ତ ଗୋଟେ ବଡ଼ ଓଭେନ୍ ଭିତରେ ସିଝିବା ଭଳି କଥା। ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଦେଇସାରିଲାଣି। ଆଉ ମେ 1 ତାରିଖ ବେଳକୁ କାଳବୈଶାଖୀର ଆଶଙ୍କା ବି ଅଛି। ଆଉ ସେଥିପାଇଁ ତ ସମ୍ବଲପୁର, କାଳାହାଣ୍ଡି ଆଉ ସୁବର୍ଣ୍ଣପୁର ଭଳି ଜିଲ୍ଲାମାନଙ୍କରେ ସ୍କୁଲ, ଅଙ୍ଗନୱାଡି ସବୁ ଛୁଟି କରିଦିଆଗଲାଣି। ଠିକ୍ କଥା। କିନ୍ତୁ ମୁଁ ଗୋଟେ କଥା ଭାବୁଥିଲି, ଏହା କେବଳ ଲୋକଙ୍କ ଦେହ ଖରାପ ହେବା ବା ଝାଳ ବୋହିବା ଭିତରେ ସୀମିତ ନୁହେଁ। ଯେତେବେଳେ ତାପମାତ୍ରା ଏତେ ବଢ଼ିଯାଏ, ଆମର ଯେଉଁ ବିଦ୍ୟୁତ୍ ଭିତ୍ତିଭୂମି ଅଛି, ମାନେ ପାୱାର ଗ୍ରିଡ୍, ତାହା ଉପରେ ଏହାର କେମିତି ପ୍ରଭାବ ପଡ଼େ? ମାନେ ଲୋକେ ତ ଖାଲି ଏସି ଆଉ କୁଲର ଚଲାଇ ଦେଉଛନ୍ତି, କିନ୍ତୁ ସିଷ୍ଟମ ଉପରେ କି ପ୍ରକାର ଚାପ ପଡ଼ୁଛି? ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଯେତେବେଳେ ଆମେ ପାୱାର ଗ୍ରିଡ୍ କଥା କହୁ, ସେଠି ଗୋଟେ ବୈଜ୍ଞାନିକ ପ୍ରକ୍ରିୟା କାମ କରେ। ବିଦ୍ୟୁତ୍ ଯାଉଥିବା ତାରଗୁଡ଼ିକ ଧାତୁରେ ତିଆରି। ତେଣୁ ବାହାରର 44 ଡିଗ୍ରୀ ଖରା ଆଉ ତା ସାଙ୍ଗକୁ କରେଣ୍ଟର ନିଜସ୍ୱ ଉତ୍ତାପ, ଏ ଦୁଇଟା ମିଶିଗଲେ ତାରଗୁଡ଼ିକ ପ୍ରସାରିତ ହୁଏ, ଯାହାକୁ ଆମେ ଥର୍ମାଲ ଏକ୍ସପାନ୍ସନ୍ କହୁ। ଆଚ୍ଛା, ମାନେ ତାରଗୁଡ଼ିକ ଲମ୍ବିଯାଏ, ତଳକୁ ଝୁଲିଯାଏ। ବିଲକୁଲ। ଆଉ ସେଥିପାଇଁ ସର୍ଟ ସର୍କିଟ୍ସର ବିପଦ ବହୁତ ବଢ଼ିଯାଏ। ଆଉ ଗୋଟେ କଥା ହେଉଛି ଆମର ଟ୍ରାନ୍ସଫର୍ମର। ସେଗୁଡ଼ିକ ଭିତରେ ଗୋଟେ ସ୍ୱତନ୍ତ୍ର ତେଲ ଥାଏ, ଯାହା ସିଷ୍ଟମକୁ ଥଣ୍ଡା ରଖେ। ସାଧାରଣତଃ ରାତିରେ ପାଗ ଥଣ୍ଡା ହେଲେ ଏହି ଯନ୍ତ୍ରଗୁଡ଼ିକ ନିଜକୁ ରିକଭର କରନ୍ତି। କିନ୍ତୁ ଏବେ ରାତିରେ ବି ଏତେ ଗରମ ରହୁଛି ଯେ ଓହୋ, ମାନେ ସେଗୁଡ଼ିକୁ ଥଣ୍ଡା ହେବାକୁ ଆଦୌ ସମୟ ହିଁ ମିଳୁନାହିଁ। ହଁ, ଆଉ ସେଇଥିପାଇଁ ଟ୍ରାନ୍ସଫର୍ମରଗୁଡ଼ିକ ଫାଟିଯିବା ବା ପୋଡ଼ିଯିବାର ସମ୍ଭାବନା ଅନେକ ଗୁଣ ବଢ଼ିଯାଇଛି। କେବଳ ବିଦ୍ୟୁତ୍ ଚାହିଦା ବଢ଼ୁଛି ତାହା ନୁହେଁ, ବରଂ ମେସିନ୍ଗୁଡ଼ିକ ନିଜର ସହନଶୀଳତା ସୀମା ପାର କରିଯାଉଛନ୍ତି। ସତରେ ଏହା ବହୁତ ଭୟଙ୍କର। ଆଉ ଏହି ସୀମା ପାର କରିବାଟା କେବଳ ମେସିନ୍ ଭିତରେ ସୀମିତ ନାହିଁ। ଆମର ଅର୍ଥନୀତି ଉପରେ ବି ଏହାର ସିଧା ପ୍ରଭାବ ପଡ଼ୁଛି। ସରକାରୀ ସ୍ତରରେ ବିଭିନ୍ନ ଏସ୍ଓପି ବା ଗାଇଡଲାଇନ୍ସ ଆସିଯାଇଛି। ଖରାବେଳ ଶ୍ରମିକମାନଙ୍କୁ ବାହାରେ କାମ କରିବାକୁ ବାରଣ କରାଯାଇଛି। ହଁ, ଆଉ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ବି 28 ତାରିଖ ଯାଏ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ଠିକ୍ କଥା। ମାନେ ଏହାର ସିଧା ଅର୍ଥ ହେଉଛି ଆମର ଯେଉଁ ଦୈନନ୍ଦିନ ଅର୍ଥନୀତି ଅଛି, ତାହା ପ୍ରାୟ ଅଟକି ଯାଇଛି ବୋଲି କହିଲେ ଭୁଲ ହେବନି। ଆପଣ ଏକଦମ ଠିକ୍ ଧରିଛନ୍ତି। ଅର୍ଥନୀତି ଭାଷାରେ ଆମେ ଏହାକୁ ଲଷ୍ଟ ଲେବର ଆୱାର୍ସ ବା ନଷ୍ଟ ହୋଇଥିବା ଶ୍ରମ ଘଣ୍ଟା କହୁ। ଦେଖନ୍ତୁ, ରାଜ୍ୟର ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକ, ଉଠା ଦୋକାନୀ କିମ୍ବା ଚାଷୀ ଯେତେବେଳେ ଦିନର 4-5 ଘଣ୍ଟା କାମ କରିପାରନ୍ତି ନାହିଁ, ତାହା କେବଳ ସେମାନଙ୍କର ବ୍ୟକ୍ତିଗତ କ୍ଷତି ନୁହେଁ, ଏହା ପୁରା ରାଜ୍ୟର ଉତ୍ପାଦନ ପ୍ରକ୍ରିୟାକୁ ଧୀମା କରିଦିଏ। ଯେମିତିକି
ପ୍ରକୃତି ଆମ ଉପରେ ଗୋଟେ ଅଦୃଶ୍ୟ ଟ୍ୟାକ୍ସ ଲଗାଇ ଦେଇଛି। ବିଲକୁଲ ସେଇଆ। ଆଉ ସବୁଠୁ ଦୁଃଖର କଥା ହେଉଛି ଆମ ସମାଜର ଯେଉଁ ଗରିବ ଶ୍ରେଣୀର ଲୋକ ଅଛନ୍ତି ସେମାନେ ହିଁ ଏଥିରେ ସବୁଠୁ ଅଧିକ କ୍ଷତି ସହୁଛନ୍ତି। ହଁ, ଆଉ ଏହି ଗରିବ ଏବଂ ସମ୍ବେଦନଶୀଳ ଶ୍ରେଣୀ କଥା ଉଠିଲେ ସବୁଠୁ ପ୍ରଥମେ ମନକୁ ଆସନ୍ତି ଆମର ଚାଷୀ ଭାଇମାନେ। ଆଉ ଏଠି ଆମେ ଦେଖିବାକୁ ପାଉଛୁ ଯେ ସରକାର ଏହି ଚାପକୁ କେମିତି କମେଇବାକୁ ଚେଷ୍ଟା କରୁଛନ୍ତି। ଆପଣ ଜାଣିଥିବେ, ନିକଟରେ ଅକ୍ଷୟ ତୃତୀୟା ପାଳନ କରାଗଲା, ଯାହାକୁ ଆମେ ଆଖିମୁଠି ଅନୁକୂଳ କହୁ। ହଁ, କଟକର ବିଦ୍ୟାଧରପୁରଠାରେ ମୁଖ୍ୟମନ୍ତ୍ରୀ ନିଜେ କ୍ଷେତକୁ ଓହ୍ଲାଇଥିଲେ ନା? ହଁ, କିନ୍ତୁ ସବୁଠୁ ବଡ଼ ଖବର ସେଇଟା ନୁହେଁ। ବଡ଼ ଖବର ହେଉଛି ସିଏମ୍ କିଷାନ ଯୋଜନା। ଏହି ଯୋଜନାରେ 41 ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ 838 କୋଟିରୁ ଅଧିକ ଟଙ୍କା ପଠାଯାଇଛି। ଆଉ ଯଦି ଆମେ ରେକର୍ଡ ଦେଖିବା, ଓଡ଼ିଶାର କୃଷି ବିକାଶ ହାର ଏବେ ଜାତୀୟ ହାରକୁ ବି ଟପିଯାଇଛି, ପ୍ରାୟ 5.3%। ଆଉ ଖାଦ୍ୟଶସ୍ୟ ଉତ୍ପାଦନ ବି 150 ଲକ୍ଷ ମେଟ୍ରିକ୍ ଟନ୍ ପାର କରିଛି। ମୁଁ ଭାବୁଛି ଏତେ ଖରାପ ପାଗ ସତ୍ତ୍ୱେ ଏହା କେମିତି ସମ୍ଭବ ହେଲା? ଦେଖନ୍ତୁ, ଏହା ପଛରେ ମୁଖ୍ୟତଃ ଦୁଇଟି ବ୍ୟବସ୍ଥା ଅଛି। ପ୍ରଥମଟି ହେଉଛି ସିଧାସଳଖ ଟଙ୍କା ଟ୍ରାନ୍ସଫର କରିବା ବା ଡିବିଟି। ଏହି ଯେଉଁ 838 କୋଟି ଟଙ୍କା କଥା ଆପଣ କହିଲେ, ତାହା କେବଳ ଚାଷୀର ଖାତାରେ ପଡ଼ି ରହେ ନାହିଁ। ଏହା ଗାଁର ମାଇକ୍ରୋ ଇକୋନୋମି ବା ଛୋଟ ଅର୍ଥନୀତିକୁ ଚଳଚାଞ୍ଚଳ କରେ। ମାନେ ଚାଷୀ ସେଇ ଟଙ୍କାରେ ସାର, ବିହନ କିଣେ? ହଁ, ସାର କିଣେ, ସ୍ଥାନୀୟ ଶ୍ରମିକକୁ ମଜୁରି ଦିଏ, ଟ୍ରାକ୍ଟରବାଲାକୁ ଭଡ଼ା ଦିଏ। ଅର୍ଥନୀତିରେ ଆମେ ଏହାକୁ ମଲ୍ଟିପ୍ଲାୟର ଇଫେକ୍ଟ କହୁ। ଗୋଟିଏ ଟଙ୍କା ଗାଁ ଭିତରେ 4-5 ହାତ ବୁଲିଲେ ବଜାରରେ ଚାହିଦା ଆପେ ଆପେ ବଢ଼ିଯାଏ। ମୁଁ ବୁଝିଲି। ଏହି ଅର୍ଥନୈତିକ ସୂତ୍ରଟା ଶୁଣିବାକୁ ବହୁତ ଭଲ ଲାଗୁଛି। କିନ୍ତୁ ମୁଁ ଟିକେ ଉଲ୍ଟା ପ୍ରଶ୍ନ ପଚାରିବି। ଧରନ୍ତୁ, ଆକାଶର ନିଆଁ ବର୍ଷୁଛି, କ୍ଷେତରେ ଟୋପାଏ ପାଣି ନାହିଁ। ବ୍ୟାଙ୍କ ଖାତାରେ ଥିବା ଟଙ୍କା କ'ଣ ଗଛ ପାଇଁ ଫୋଟୋସିନ୍ଥେସିସ୍ ବା ସାଲୋକ ସଂଶ୍ଳେଷଣ କରିଦେବ? ନା, ନିଶ୍ଚୟ ନୁହେଁ। ସେଇଆ ତ। ଯେତେବେଳେ ପ୍ରକୃତି ଏତେ ପ୍ରତିକୂଳ, ଖାଲି ଟଙ୍କା ବାଣ୍ଟିଦେଲେ କ'ଣ ଚାଷୀ ସୁରକ୍ଷିତ ହୋଇଯିବେ? ଏହା ତ ଗୋଟେ ବଡ଼ ଖଣ୍ଡିଆରେ କେବଳ ଟିକେ ମଲମ ଲଗାଇବା ଭଳି କଥା ହେଲା ନା? ଆପଣ ଏକଦମ ମୂଳ ସମସ୍ୟାଟିକୁ ଧରିଛନ୍ତି। ଆଉ ସେଇଥିପାଇଁ ସରକାର କେବଳ ଟଙ୍କା ଉପରେ ନିର୍ଭର କରୁନାହାନ୍ତି। ଏଇଠି ଆସୁଛି ଶ୍ରୀ ଅନ୍ନ ଅଭିଯାନ ବା ମିଲେଟ୍ ମିଶନ ଏବଂ ବଳଭଦ୍ର ଜୈବିକ ଚାଷ ମିଶନର ଭୂମିକା। ଏହାର ବୈଜ୍ଞାନିକ କାରଣଟା ଶୁଣନ୍ତୁ। ଧାନ ବା ଗହମ ତୁଳନାରେ ମାଣ୍ଡିଆ ବା ମିଲେଟ୍ର ଚେର ବହୁତ ଗହୀରକୁ ଯାଏ, ଆଉ ତାହା ବହୁତ କମ୍ ପାଣିରେ ବି ବଞ୍ଚିପାରେ। ଆଚ୍ଛା, ମାନେ 44 ଡିଗ୍ରୀ ଖରାରେ ବି ମାଣ୍ଡିଆ ତିଷ୍ଠି ରହିବ? ବିଲକୁଲ। ଧାନ ଗଛ ହୁଏତ ଜଳି ଯାଇପାରେ, କିନ୍ତୁ ମାଣ୍ଡିଆ ମରିବନି। ସେମିତି ଜୈବିକ ଚାଷ କଲେ ମାଟିରେ ଅଣୁଜୀବ ବଢ଼ନ୍ତି, ଯାହା ମାଟିର ଓଦାଳିଆ ଅଂଶକୁ ଧରି ରଖେ। ତେଣୁ ଏହା କେବଳ କୌଣସି ସାମୟିକ ରିଲିଫ୍ ନୁହେଁ, ଏହା ହେଉଛି ଆମ କୃଷି ବ୍ୟବସ୍ଥାକୁ ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ପାଇଁ ଭିତରୁ ଶକ୍ତ କରିବାର ଗୋଟେ ଲମ୍ବା ପ୍ଲାନିଂ। ବାଃ, ଏ କଥାଟା ଶୁଣି ଟିକେ ଆଶ୍ୱସ୍ତି ଲାଗିଲା। ନୀତି ନିର୍ଦ୍ଧାରଣ ସ୍ତରରେ ଯୋଜନାଗୁଡ଼ିକ ପ୍ରକୃତରେ ବହୁତ ସୁନ୍ଦର ଭାବେ ଡିଜାଇନ୍ ହେଇଛି। କିନ୍ତୁ ଏଇଠି ହିଁ ମୋତେ ସବୁଠୁ ଅଧିକ କଷ୍ଟ ଲାଗେ ଆଉ ରାଗ ବି ଆସେ। ଉପର ସ୍ତରରେ ଯେତେ ଭଲ ଯୋଜନା କଲେ ବି ତଳ ସ୍ତରରେ ଯେତେବେଳେ ପ୍ରଶାସନ ଫେଲ୍ ମାରେ ନା, ତାହାର ପରିଣାମ କେତେ ଭୟଙ୍କର ହୁଏ ତାହା ଆମେ ମୟୂରଭଞ୍ଜର ଘଟଣାରେ ଦେଖିଲେ। ସେହି କାକବନ୍ଧ ଆଶ୍ରମ ସ୍କୁଲର ଦୁଃଖଦ ଘଟଣା କଥା କହୁଛନ୍ତି ତ? ହଁ, ମାନେ ଭାବନ୍ତୁ ଥରେ, ସରକାରୀ ମେନୁକୁ ପୁରା ଅଣଦେଖା କରି ପିଲାମାନଙ୍କୁ ସକାଳେ ବାସି ପଖାଳ, ଶାଗ ଭଜା ଆଉ ଆଳୁ ଭର୍ତ୍ତା ଖାଇବାକୁ ଦିଆଗଲା। ଆଉ ସେଇ ବିଷାକ୍ତ ଖାଦ୍ୟ ଖାଇ 100ରୁ ଅଧିକ ପିଲା ଗୁରୁତର ହୋଇଗଲେ। ସବୁଠୁ ହୃଦୟ ବିଦାରକ କଥା ହେଲା, 12 ବର୍ଷର ପୁନି ଝିଅ ରୂପାଲି ବେଶ୍ରାର ଜୀବନ ଚାଲିଗଲା। ସତରେ ଏହା ଅତ୍ୟନ୍ତ ମର୍ମନ୍ତୁଦ ଘଟଣା। ଆଉ ଏବେ ଦେଖନ୍ତୁ, ପ୍ରଧାନ ଶିକ୍ଷକ ସସ୍ପେଣ୍ଡ ହେଲେ, ଆର୍ଡିସି ତଦନ୍ତ ନିର୍ଦ୍ଦେଶ ହେଲା, ପରିବାରକୁ 3 ଲକ୍ଷ ଟଙ୍କାର ସହାୟତା ଘୋଷଣା ହେଲା, ଏପରିକି NHRC ବି ନୋଟିସ୍ ଜାରି କଲେଣି। କିନ୍ତୁ ମୋର ପ୍ରଶ୍ନ ହେଉଛି, ଗୋଟେ ନିଷ୍ପାପ ପିଲାର ଜୀବନ ବଦଳରେ ଏ ଟଙ୍କା ବା ତଦନ୍ତର ମୂଲ୍ୟ କ'ଣ? ସରକାରୀ ଯୋଜନାରେ ତ ଟଙ୍କାର ଅଭାବ ନାହିଁ, ତଥାପି ଆଶ୍ରମ ସ୍କୁଲରେ ବାସି ଖାଦ୍ୟ କେମିତି ଦିଆଗଲା? ଆପଣଙ୍କ କ୍ଷୋଭ ଏକଦମ ଯଥାର୍ଥ। ଏହି ଘଟଣାଟି ସ୍ପଷ୍ଟ ପ୍ରମାଣ କରୁଛି ଯେ ଆମର ଯେଉଁ ମନିଟରିଂ ମେକାନିଜିମ୍ ବା ତଦାରଖି ବ୍ୟବସ୍ଥା ଅଛି, ତାର ଶେଷ ପର୍ଯ୍ୟାୟରେ ଏକ ବିରାଟ ଗ୍ୟାପ୍ ରହିଯାଉଛି। ଦେଖନ୍ତୁ, ଆଶ୍ରମ ସ୍କୁଲଗୁଡ଼ିକ ମୁଖ୍ୟତଃ ସେହି ପିଲାଙ୍କ ପାଇଁ ଯେଉଁମାନେ ସାମାଜିକ ସୁରକ୍ଷାର ସବୁଠାରୁ ତଳ ସ୍ତରରେ ଅଛନ୍ତି। କେବଳ କାଗଜପତ୍ରରେ ମେନୁ ବା ପାଣ୍ଠି ଥିଲେ କିଛି ଲାଭ ନାହିଁ। ସିଆ ତ, ଗ୍ରାଉଣ୍ଡରେ କ'ଣ ହେଉଛି କେହି ଦେଖୁନାହାନ୍ତି।
ବିଲକୁଲ। ଯେତେବେଳେ ସ୍କୁଲ ପରିଚାଳନା କମିଟି, ବ୍ଲକ ମଙ୍ଗଳ ଅଧିକାରୀ ବା ସ୍ଥାନୀୟ ପ୍ରଶାସନ ସେହି ଯୋଜନାର ଦୈନନ୍ଦିନ ତଦାରଖ କରିବାରେ ବିଫଳ ହୁଅନ୍ତି, ସେତେବେଳେ ତାହା କେବଳ ଅବହେଳା ହୋଇ ରହେନି, ତାହା ଗୋଟେ ଅପରାଧରେ ପରିଣତ ହୋଇଯାଏ। ସେଇଥିପାଇଁ NHRC ହସ୍ତକ୍ଷେପ କଲେ, କାରଣ ଏହା ପିଲାଙ୍କର ବଞ୍ଚିବାର ଅଧିକାରର ଉଲ୍ଲଂଘନ। ସସ୍ପେନ୍ସନ୍ ଆଉ କ୍ଷତିପୂରଣ ତ ଘଟଣା ଘଟିସାରିବା ପରର କଥା। ମୂଳ ସମସ୍ୟା ହେଉଛି ଦାୟିତ୍ୱବୋଧର ଅଭାବ। ଏକଦମ ଠିକ୍ କହିଲେ। ମାନେ ଏହା ଚିନ୍ତା କଲେ ମନରେ ଭୟ ଆସୁଛି ଯେ ଆମେ ଯେଉଁ ସିଷ୍ଟମ ଉପରେ ଏତେ ଭରସା କରୁଛୁ, ତୃଣମୂଳ ସ୍ତରରେ ତାହା ଏତେ ଫମ୍ପା। ଆଚ୍ଛା, ଟିକେ ପ୍ରସଙ୍ଗ ବଦଳାଇବା। ଯଦି ଆମେ ଦୃଷ୍ଟି ଟିକେ ପ୍ରସାରିତ କରି ଜାତୀୟ ସ୍ତରର ଖବର ଉପରେ ନଜର ପକାଇବା, ସେଠି ବି ଆମର ସାମ୍ବିଧାନିକ ସିଷ୍ଟମ ଏକ ବଡ଼ ବିବାଦ ଦେଇ ଗତି କରୁଛି। ଆପଣ ସଂସଦରେ ସେଇ ମହିଳା ସଂରକ୍ଷଣ ବିଲ୍ ଆଉ ଡିଲିମିଟେସନ ବିଷୟରେ କହୁଛନ୍ତି ବୋଧେ? ହଁ, ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନଥିବାରୁ ପାସ୍ ହୋଇପାରିଲା ନାହିଁ। ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ଉପରେ ବହୁତ ବର୍ଷିଛନ୍ତି। କିନ୍ତୁ ଏହା ପଛରେ ଥିବା ମୂଳ କାରଣ ହେଉଛି ସେହି ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ ପ୍ରସଙ୍ଗ। ଗୃହମନ୍ତ୍ରୀ କହିଛନ୍ତି ଯେ ଲୋକସଂଖ୍ୟା ଅନୁପାତରେ ସମାନ ପ୍ରତିନିଧିତ୍ୱ ଦେବା ସମ୍ବିଧାନର ନିୟମ। ଏଥିରେ ଉତ୍ତର ଭାରତ କିମ୍ବା ଦକ୍ଷିଣ ଭାରତ ପ୍ରତି କୌଣସି ଭେଦଭାବ ନାହିଁ। ଆଉ ସେ ପ୍ରସ୍ତାବ ବି ଦେଇଛନ୍ତି ଯେ ସମସ୍ତେ ରାଜି ହେଲେ ଲୋକସଭା ସିଟ୍ 50% ବଢ଼ାଯାଇପାରିବ। ଏହା ଗୋଟେ ବହୁତ ଜଟିଳ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ। ମାନେ ମୋତେ ତ ଏଇ ସୀମା ନିର୍ଦ୍ଧାରଣ କଥାଟା ଗୋଟେ ବଡ଼ କମ୍ପାନୀର ବୋର୍ଡ ମିଟିଂ ଭଳି ଲାଗୁଛି। ଦେଖନ୍ତୁ, ଧରନ୍ତୁ ଗୋଟେ କମ୍ପାନୀର 100ଟା ସେୟାର ଅଛି। କମ୍ପାନୀର ଦକ୍ଷିଣ ବିଭାଗ ବହୁତ ଭଲ କାମ କଲା, ନିଜର ଖର୍ଚ୍ଚ କମାଇଲା, ଯାହାକୁ ଆମେ ଜନସଂଖ୍ୟା ନିୟନ୍ତ୍ରଣ କହିପାରିବା। କିନ୍ତୁ ଉତ୍ତର ବିଭାଗ ଖାଲି ଅଧିକରୁ ଅଧିକ ଲୋକ ଭର୍ତ୍ତି କରିଚାଲିଲେ। ଏବେ ଯଦି ନୂଆ ନିୟମ ଆସେ ଯେ ଯେଉଁ ବିଭାଗରେ ଯେତିକି ଲୋକ ଅଛନ୍ତି ତାଙ୍କୁ ବୋର୍ଡରେ ସେତିକି ଭୋଟିଂ ପାୱାର ମିଳିବ, ତେବେ ସେଇ ଦକ୍ଷ ଆଉ ଭଲ କାମ କରିଥିବା ଦକ୍ଷିଣ ବିଭାଗ ତ ନିଜ କ୍ଷମତା ହରିବ ନା। ତାଙ୍କୁ ତ ଲାଗିବ ଯେ ଭଲ କାମ କରିବାଟା ତାଙ୍କ ପାଇଁ ଶାସ୍ତି ପାଲଟିଗଲା। ଏହା କ'ଣ ପ୍ରକୃତିରେ ସମାନତା ନା କ୍ଷମତାର ଖେଳ? ଆପଣଙ୍କର ଏଇ ଶେୟାର ହୋଲ୍ଡର ଉଦାହରଣଟା ପୁରା ବିଷୟବସ୍ତୁକୁ ବହୁତ ସହଜରେ ବୁଝାଇ ଦେଉଛି। ଦେଖନ୍ତୁ, ଏଠି ଆମେ କୌଣସି ରାଜନୀତିକ ପକ୍ଷ ନ ନେଇ କେବଳ ସାମ୍ବିଧାନିକ ଗଣିତକୁ ବୁଝିବା। ଗଣତନ୍ତ୍ରର ମୂଳମନ୍ତ୍ର କ'ଣ? ଗୋଟିଏ ଲୋକ, ଗୋଟିଏ ଭୋଟ, ଗୋଟିଏ ମୂଲ୍ୟ। ଏବେ ସମସ୍ୟା ହେଉଛି, ଉତ୍ତରପ୍ରଦେଶର ଜଣେ ସାଂସଦ ହୁଏତ 30-40 ଲକ୍ଷ ଲୋକଙ୍କର ପ୍ରତିନିଧି, କିନ୍ତୁ କେରଳ ବା ତାମିଲନାଡୁରେ ଜଣେ ସାଂସଦ ପ୍ରାୟ 15-20 ଲକ୍ଷ ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ଆଚ୍ଛା, ମାନେ ଜଣଙ୍କ ଉପରେ ବହୁତ ଅଧିକ ଲୋକଙ୍କର ଭାର ପଡ଼ୁଛି। ହଁ, ଗୃହମନ୍ତ୍ରୀଙ୍କ ଯୁକ୍ତି ହେଉଛି ଏଇଆ। ସମ୍ବିଧାନ ଅନୁସାରେ ଏହା ଅସମାନତା। ତେଣୁ ଲୋକସଂଖ୍ୟା ଅନୁପାତରେ ସମସ୍ତଙ୍କୁ ସମାନ ପ୍ରତିନିଧିତ୍ୱ ମିଳିବା ଦରକାର। କିନ୍ତୁ ଓଲଟାପଟେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଦଶନ୍ଧି ଧରି ଜାତୀୟ ପରିବାର ନିୟନ୍ତ୍ରଣ ନୀତିକୁ ବହୁତ ସଫଳତାର ସହ ମାନିଛନ୍ତି। ଯଦି ଏବେ କେବଳ ବର୍ଦ୍ଧିତ ଲୋକସଂଖ୍ୟା ଆଧାରରେ ନୂଆ ଆସନ ସୃଷ୍ଟି ହୁଏ, ତେବେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ସଂସଦରେ ଅଧିକ ଶକ୍ତିଶାଳୀ ହୋଇଯିବେ। ଆଉ ଦକ୍ଷିଣ ରାଜ୍ୟଗୁଡ଼ିକ ନିଜର ଭାରସାମ୍ୟ ହରାଇବେ। ବିଲକୁଲ। ସେଇଥିପାଇଁ ଗୃହମନ୍ତ୍ରୀ ଯେଉଁ 50% ସିଟ୍ ବୃଦ୍ଧିର ପ୍ରସ୍ତାବ ଦେଇଛନ୍ତି ନା, ତାହା ହେଉଛି ଗୋଟେ ମଧ୍ୟମ ପନ୍ଥା, ଯାହାଦ୍ୱାରା ବର୍ତ୍ତମାନ ଯାହାର ଯେତିକି ସିଟ୍ ଅଛି ତାହା କମିବ ନାହିଁ, ବରଂ ନୂଆ ସିଟ୍ ଆସିବ। ଆଉ ଏଇ ଜଟିଳ ଗଣିତ ଆଉ ରାଜନୈତିକ ସନ୍ଦେହ ଭିତରେ ହିଁ ମହିଳା ସଂରକ୍ଷଣ ବିଲ୍ ଅଟକିଗଲା। କାରଣ ମହିଳାଙ୍କ ପାଇଁ ସିଟ୍ ରିଜର୍ଭ କରିବାକୁ ହେଲେ ଆଗ ମୋଟ ସିଟ୍ ସଂଖ୍ୟା ଫାଇନାଲ ହେବା ଦରକାର। ବୁଝିଲି। ମାନେ ଆମର ସାମ୍ବିଧାନିକ ଢାଞ୍ଚା ଏହି ଦ୍ୱନ୍ଦ୍ୱକୁ ସମାଧାନ କରିବାକୁ କଡ଼ା ସଂଘର୍ଷ କରୁଛି। ତେବେ ଆସନ୍ତୁ ଏହିସବୁ ସିଷ୍ଟମିକ୍ ଷ୍ଟ୍ରେସ୍ ଆଉ ବିବାଦରୁ ଟିକେ ବାହାରି ଏମିତି କିଛି ଘଟଣା ଉପରେ ନଜର ପକାଇବା ଯେଉଁଠି ମଣିଷ ପଛକୁ ନ ହଟି ସବୁ ରେକର୍ଡ ଭାଙ୍ଗି ଦେଉଛି। ମୁଁ ଦୁଇଟି ସମ୍ପୂର୍ଣ୍ଣ ଅଲଗା ଦିଗ କଥା କହୁଛି। ଗୋଟିଏ ହେଲା ଆମ ଖେଳ ପଡ଼ିଆ ଆଉ ଅନ୍ୟଟି ହେଲା ଆମ ଓଡ଼ିଶାର ଶିଳ୍ପ ଜଗତ। ଓହୋ, IPL ମ୍ୟାଚ୍ କଥା କହୁଛନ୍ତି ନା? ମୁଁ ବି ସେଇଟା ଦେଖୁଥିଲି। ହଁ ତ, ଗତକାଲି ତ କମାଲ ହେଇଗଲା। ଦିଲ୍ଲୀ କ୍ୟାପିଟାଲ୍ସ 264 ରନ୍ର ପାହାଡ଼ ଛିଡ଼ା କରିଥିଲା। T20 ଇତିହାସରେ ଏତେ ରନ୍ ଚେସ୍ କରିବା ଅସମ୍ଭବ ବୋଲି ଧରାଯାଏ। କିନ୍ତୁ ପଞ୍ଜାବ କିଙ୍ଗସ୍ ସେହି 265 ରନ୍ର ବିଶାଳ ଲକ୍ଷ୍ୟକୁ ପାର କରିଦେଲେ। ପ୍ରଭସିମରନ୍ ସିଂଙ୍କ 76 ରନ୍ ଆଉ ଶ୍ରେୟସ ଆୟାରଙ୍କ ଅପରାଜିତ 71 ରନ୍ ଦର୍ଶକଙ୍କୁ ପୁରା ଆଶ୍ଚର୍ଯ୍ୟ କରିଦେଲା। ତା ଛଡ଼ା
ରାଜସ୍ଥାନ ରୟାଲ୍ସର ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବି ଇଣ୍ଟରନେଟ୍ରେ ଭାଇରାଲ ହେଉଛି। ହଁ, ଏବେ ତ ବ୍ୟାଟ୍ସମ୍ୟାନମାନେ ବୋଲରଙ୍କୁ ଆଦୌ ଖାତିର କରୁନାହାନ୍ତି। ସତରେ। ଆଉ ଏପଟେ ଆମ ଓଡ଼ିଶା ବି ଚୁପ୍ ବସିନାହିଁ। ରାଜ୍ୟର ଅର୍ଥନୀତିରେ ମଧ୍ୟ ଗୋଟେ ଧୂଆଁଧାର ଇନିଂସ ଆରମ୍ଭ ହେଉଛି। ରାଜ୍ୟ ସରକାର 4,510 କୋଟି ଟଙ୍କାର 23ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। କିନ୍ତୁ ଖାସ୍ କଥା ହେଉଛି ଏହି ପ୍ରକଳ୍ପଗୁଡ଼ିକର ଧରଣା। ଆପଣ ଜାଣିଛନ୍ତି, ବାଲେଶ୍ୱରରେ 150 କୋଟି ଟଙ୍କାରେ ଗୋଟେ ସାମୁଦ୍ରିକ ଜାହାଜ ନିର୍ମାଣ କାରଖାନା ବା ସିପ୍ ବିଲ୍ଡିଂ ଫ୍ୟାସିଲିଟି ତିଆରି ହେବ। ଆଉ ଖୋର୍ଦ୍ଧାରେ 111 କୋଟି ଟଙ୍କାର ପ୍ଲାଷ୍ଟିକ ରିସାଇକ୍ଲିଂ ପ୍ରକଳ୍ପ। ମୋତେ ଲାଗୁଛି ଯେମିତି କ୍ରିକେଟରମାନେ 200 ରନ୍ର ସୀମା ଟପି ଏବେ 260 ପାର କରିଛନ୍ତି, ଠିକ୍ ସେମିତି ଓଡ଼ିଶା ବି ନିଜର ପାରମ୍ପରିକ ପରିଚୟରୁ ବାହାରକୁ ଆସୁଛି। ଏହି ଦୁଇଟି ଘଟଣାକୁ ଯୋଡ଼ିବାଟା ପ୍ରକୃତରେ ବହୁ ସୁନ୍ଦର ଚିନ୍ତାଧାରା। ଦେଖନ୍ତୁ, କ୍ରିକେଟରେ 285 ରନ୍ ଚେସ୍ କରିବାଟା କେବଳ ସ୍କିଲ୍ ବା ଶକ୍ତିର କଥା ନୁହେଁ। ଏହା ହେଉଛି ଗୋଟେ ମାନସିକ ପ୍ରତିବନ୍ଧକ ବା ସାଇକୋଲୋଜିକାଲ ବ୍ୟାରିୟର ଭାଙ୍ଗିବା। ଥରେ ସେଇ ସୀମା ଅତିକ୍ରମ ହେଇଗଲା ମାନେ ତାହା ଅନ୍ୟମାନଙ୍କ ପାଇଁ ଗୋଟେ ନୂଆ ଷ୍ଟାଣ୍ଡାର୍ଡ ପାଲଟିଯାଏ। ଏକଦମ ସତ କଥା। ଆଉ ଯଦି ଆମେ ଓଡ଼ିଶାର ଶିଳ୍ପକ୍ଷେତ୍ରକୁ ଏଇ ଦୃଷ୍ଟିକୋଣରୁ ଦେଖିବା, ରାଜ୍ୟ ଏବେ ଏକ ବଡ଼ ଢାଞ୍ଚାଗତ ପରିବର୍ତ୍ତନ ଦେଇ ଗତି କରୁଛି। ବର୍ଷ ବର୍ଷ ଧରି ଓଡ଼ିଶାର ଅର୍ଥନୀତି କେବଳ ଖଣି, ଲୁହାପଥର, ବକ୍ସାଇଟ୍ ଆଉ କୋଇଲା ଉପରେ ନିର୍ଭର କରୁଥିଲା। ଏହାକୁ ଆମେ ଏକ୍ସଟ୍ରାକ୍ଟିଭ ଇକୋନୋମି ବା ମାଟିରୁ ଖୋଳି ବାହାର କରିବା ଅର୍ଥନୀତି କହୁ। କିନ୍ତୁ ବାଲେଶ୍ୱରରେ ଜାହାଜ ନିର୍ମାଣ କାରଖାନା ଖୋଲିବାର ଅର୍ଥ ହେଉଛି ଆମେ ଏବେ ହାଇ ଭ୍ୟାଲ୍ୟୁ ମ୍ୟାନୁଫ୍ୟାକ୍ଚରିଂରେ ପାଦ ଦେଉଛୁ, ଯେଉଁଥିରେ ଆଧୁନିକ ଜ୍ଞାନକୌଶଳ ଦରକାର। ଆଉ ସେ ଖୋର୍ଦ୍ଧାର ପ୍ଲାଷ୍ଟିକ ରିସାଇକ୍ଲିଂ ପ୍ରକଳ୍ପ ବିଷୟରେ କ'ଣ କହିବେ? ହଁ, ସେଇଟା ଆହୁରି ମହତ୍ତ୍ୱପୂର୍ଣ୍ଣ। ତାହା ଆମକୁ ସର୍କ୍ୟୁଲାର ଇକୋନୋମି ବା ସର୍କ୍ୟୁଲାର ଅର୍ଥନୀତି ଆଡ଼କୁ ନେଉଛି। ସାଧାରଣ ଶିଳ୍ପରେ ଆମେ କଞ୍ଚାମାଲ ଆଣୁ, ବ୍ୟବହାର କରୁ ଆଉ ଫୋପାଡ଼ି ଦିଉ। କିନ୍ତୁ ସର୍କ୍ୟୁଲାର ବ୍ୟବସ୍ଥାରେ ସେହି ଫିଙ୍ଗା ଯାଇଥିବା ବର୍ଜ୍ୟବସ୍ତୁ ପୁଣି ନୂଆ ଶିଳ୍ପର କଞ୍ଚାମାଲ ପାଲଟିଯାଏ। ଏହା ପରିବେଶକୁ ବଞ୍ଚାଏ ଆଉ ନୂଆ ଚାକିରି ବି ସୃଷ୍ଟି କରେ। ଓଡ଼ିଶା ଏବେ ପ୍ରକୃତରେ ସେହି ପୁରୁଣା ସୀମାଗୁଡ଼ିକୁ ଭାଙ୍ଗି ନୂଆ ମଇଦାନରେ ଛକ୍କା ମାରିବାକୁ ପ୍ରସ୍ତୁତ ହେଉଛି। ଏହା ଶୁଣିବାକୁ ବହୁତ ଭଲ ଲାଗୁଛି ଯେ ଆମ ରାଜ୍ୟ ଏତେ ଆଗକୁ ବଢ଼ୁଛି। ତେବେ ଆଜିର ଏହି ଆଲୋଚନାରୁ ଗୋଟିଏ କଥା ପୁରା ସ୍ପଷ୍ଟ ଯେ ଆମେ ଏବେ ଗୋଟେ ବଡ଼ ସନ୍ଧିକ୍ଷଣରେ ଠିଆ ହୋଇଅଛୁ। ଗୋଟିଏ ପଟେ ଏହି ପ୍ରଚଣ୍ଡ ଖରା ଆମର ବିଦ୍ୟୁତ୍ ଆଉ ଭୌତିକ ଭିତ୍ତିଭୂମିକୁ ନିଜର ଅସଲ କ୍ଷମତା ଦେଖାଉଛି। କୃଷିକୁ ବଞ୍ଚାଇବା ପାଇଁ ସରକାରୀ ଯୋଜନା ଆଉ ମିଲେଟ୍ ମିଶନର ସାହାରା ନିଆଯାଉଛି। କିନ୍ତୁ ତୃଣମୂଳ ସ୍ତରରେ ପ୍ରଶାସନର ଖାମଖିଆଳିପଣ ଯୋଗୁଁ ଗୋଟେ ନିଷ୍ପାପ ପିଲାର ଜୀବନ ଚାଲିଯାଉଛି। ସଂସଦରେ ଜନସଂଖ୍ୟା ଆଉ କ୍ଷମତାକୁ ନେଇ ବିବାଦ ବଢ଼ୁଛି। କିନ୍ତୁ ଏସବୁ ସତ୍ତ୍ୱେ ଆମେ ଖେଳ ପଡ଼ିଆରୁ ଆରମ୍ଭ କରି ଶିଳ୍ପ କାରଖାନା ଯାଏ ସବୁଠି ନୂଆ ରେକର୍ଡ କରୁଛୁ। ବାସ୍ତବରେ ଆଜିର ଏସବୁ ଘଟଣା ଆମ ସମୟର ଏକ ନିଖୁଣ ପ୍ରତିବିମ୍ବ। ବିଲକୁଲ। ଆଉ ଏହି ବିଶାଳ ଚିତ୍ରକୁ ଦେଖିଲା ପରେ ମୋ ମନରେ ଗୋଟେ ବହୁତ ବଡ଼ ପ୍ରଶ୍ନ ଆସୁଛି। ଆଉ ମୁଁ ଚାହେଁ ଆଜିର ଆଲୋଚନାରେ ଯେଉଁମାନେ ସାମିଲ ଅଛନ୍ତି ସମସ୍ତେ ଏହା ଉପରେ ଟିକେ ଚିନ୍ତା କରନ୍ତୁ। ହଁ, କୁହନ୍ତୁ। ଏହି ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆ ସହ ତାଳ ଦେଇ ଆମର ପ୍ରଶାସନିକ କଳ ଏବଂ ରାଜନୈତିକ ବ୍ୟବସ୍ଥା କ'ଣ ନିଜକୁ ସେହି ସମାନ ବେଗରେ ଅପଡେଟ୍ କରିପାରୁଛି? ସେହି କାକବନ୍ଦ ସ୍କୁଲର ଦୁଃଖଦ ଘଟଣା ହେଉ ବା ସଂସଦରେ ଅଟକି ରହିଥିବା ବେଲ୍, ଆମେ ପ୍ରକୃତରେ ଭବିଷ୍ୟତ ଆଡ଼କୁ ଦୌଡ଼ୁଛୁ ନା ଗୋଟେ ନୂଆ ବିଶ୍ୱରେ ସେହି ପୁରୁଣା ସିଷ୍ଟମକୁ ଧରି ଖାଲି ଘୁଷୁଡ଼ି ଘୁଷୁଡ଼ି ଚାଲି